ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗନ୍ଦିଆ ବ୍ଲକ ନିକଟବର୍ତ୍ତୀ କୁଶପଦା ଗ୍ରାମଠାରେ 55ତମ ଶ୍ରୀ ଶ୍ରୀ ମହାବିଷ୍ଣୁ ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଏଥିରେ କର୍ତ୍ତା ଭାବେ ମୁରଲୀଧର ପଣ୍ଡା, କର୍ତ୍ତୀ ଭାବେ ଥିଲେ ବୀଣାପାଣି ପଣ୍ଡା। ସନ୍ଥ ଶ୍ରୀମଦ୍ ଦୀନଦାସ ମହାରାଜ ଜୀ ଦ୍ୱାରା ଏହି ଯଜ୍ଞ ପରିଚାଳିତ ହୋଇଥିଲା। ଏହି ଯଜ୍ଞକୁ ସହଯୋଗ କରିଥିଲେ ଅନାମ ରାଉତ, ପୀତାମ୍ବର ସାମନ୍ତରାୟ, ଧରଣୀଧର ପ୍ରଧାନ, ରବୀନ୍ଦ୍ର କାପ, ଡମ୍ବରୁଧର ସାମନ୍ତରାୟ, ବାସୁଦେବ ବାରିକ, ରଙ୍କନିଧି ସାହୁ, ବିମ୍ବାଧର ରାଉତ, ମକରଧ୍ୱଜ ସାମନ୍ତରାୟ, ରବୀନ୍ଦ୍ର ରାଉତ, ଚକ୍ରଧର ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ମାଗୁଣୀ ସାହୁ, ପ୍ରଫୁଲ୍ଲ ସାମନ୍ତରାୟ ଓ କୁଶପଦା ଗ୍ରାମବାସୀ ଓ ଗାୟତ୍ରୀଶ୍ୱର ଯଜ୍ଞ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ଏହି ଯଜ୍ଞ ହୋଇଥିଲା। ପ୍ରଥମେ କଳସ ଯାତ୍ରା ଅନୁଷ୍ଠିତ ହୋଇ ଅଗ୍ନି ସ୍ଥାପନ ହୋଇଥିଲା। ସୂର୍ଯ୍ୟପୂଜା ଓ ଗୋପୂଜା ଅନୁଷ୍ଠିତ ହୋଇଥିଲା। ସିଦ୍ଧଗିରି ଆଶ୍ରମର ବାବାଜୀ ବିଶ୍ୱନାଥ ଦାସ ମହନ୍ତ ଯଜ୍ଞରେ ପ୍ରବଚନ ଦେଇଥିଲେ ଓ ଶେଷରେ ଦୃଷ୍ଟିହୀନ ବ୍ୟକ୍ତିଙ୍କ ଦ୍ୱାରା ସୁନ୍ଦର ଭଜନ ପରିବେଷଣ କରାଯାଇଥିଲା। ସନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶଂ ବିଶ୍ୱାଧାରଂ ଗଗନସଦୃଶଂ ಮೇಘವರ್ಣಂ ಶುಭಾಂಗಂ ಲಕ್ಷ್ಮೀಕಾಂತಂ ಕಮಲನಯನಂ যোগীবিদ্যানগম্যಂ বন্দে বিষ্ণুং ভববিহরং সর্বଲୋକୈକନାଥಂ। ଏଠି ଆମର ହରିହରଙ୍କ ମିଳନ ସ୍ଥଳୀ, ଏଠି ପ୍ରଭୁ ଶ୍ରୀ ଗାୟତ୍ରୀଶ୍ୱରଙ୍କ ଜନ୍ମପୀଠ ଏବଂ ଏଠି ଆମର ଯେଉଁ ଯଜ୍ଞ ଦେବତାଙ୍କର ମହାବିଷ୍ଣୁଙ୍କର ଯଜ୍ଞ ଚାଲିଛି। ଏହି ବର୍ଷକୁ 55ତମ ଯଜ୍ଞ ଚାଲିଛି। ପ୍ରଥମ ଦିବସରେ ଆମେ ଏହି ବର୍ଷ କଳସ ଯାତ୍ରା କରିଥିଲୁ, ତାପରେ ଆପଣଙ୍କର ସୂର୍ଯ୍ୟ ପୂଜା କରିଥିଲୁ, ଗୋ ପୂଜା କରିଥିଲୁ ଏବଂ ଆମର ପଣ୍ଡିତ ମୁଖ୍ୟ ପଣ୍ଡିତ ଶ୍ରୀ ଦୟାନନ୍ଦ ସତପଥୀଙ୍କ କର୍ତ୍ତୃତ୍ୱରେ ଏବଂ ଶ୍ରୀ ମୁରଲୀଧର ପଣ୍ଡାଙ୍କ କାର୍ଯ୍ୟକ୍ରମରେ ପୁରୀରୁ ଆସିଥିବା ସ୍ୱତନ୍ତ୍ର ଯଜ୍ଞ ପଣ୍ଡିତମାନଙ୍କ ଦ୍ୱାରା କର୍ମକାଣ୍ଡ ଚାଲିଛି। ଏବଂ ଦ୍ୱିତୀୟ ଦିନ ଆମେ ଆପଣଙ୍କର ଦୁଇ ଜଣ ବାବାଜୀ ବା ପ୍ରବଚକ, ଜଣେ ହେଲେ ଶ୍ରୀ ବିଶ୍ୱନାଥ ମହାରାଜ, ଆଉ ଜଣେ ହେଲେ କବୀନ୍ଦ୍ର ମହାରାଜ ଏବଂ ସେମାନଙ୍କର ମାନେ ହରିକଥା କାଲି ଆଲୋଚନା କରାଯାଇଥିଲା। ଆମର ଅତି କମ୍ରେ 2000 ଊର୍ଦ୍ଧ୍ୱ ସ୍ତ୍ରୀ ଲୋକ ଏବଂ ପୁରୁଷ ଲୋକଙ୍କ ମିଳନ ହେଇଥିଲା ସେହି ସମୟରେ। ଆଜି ହେଉଛି ଆମର ପୂର୍ଣ୍ଣାହୁତି ଦିବସ। ଆଜି ମଧ୍ୟ ଆପଣ ଦେଖିବେ ସନ୍ଧ୍ୟାବେଳେ ଅତି କମ୍ରେ 10,000 ଊର୍ଦ୍ଧ୍ୱ ଲୋକ ଏଠି ସମାଗମ ହେବେ ବହୁତ କମ୍ ସମୟ ପାଇଁ। ଏବଂ ଏଇ ଯେଉଁ ମନ୍ଦିର ଅଛି ଶ୍ରୀ ଗାୟତ୍ରୀଶ୍ୱରଙ୍କ ପୀଠସ୍ଥଳୀ, এই ଅଞ୍ଚଳରେ 4-5ଟି ପଞ୍ଚାୟତରେ ବହୁତ ପ୍ରସିଦ୍ଧ। ଏଠି ଆମର ଶ୍ରୀ ଗାୟତ୍ରୀଶ୍ୱର ମନ୍ଦିର ପାଖରେ 3 ଦିନ ବ୍ୟାପୀ ଗୀତା ଯଜ୍ଞ ଆରମ୍ଭ ହୋଇଅଛି। ଦୀର୍ଘ 55 ବର୍ଷ ହେଲାଣି। 3 ଖଣ୍ଡ ପଞ୍ଚାୟତର ସମ୍ମିଶ୍ରଣରେ ଏବଂ 15 ଖଣ୍ଡ ଗ୍ରାମର ସମସ୍ତଙ୍କ ଉଦ୍ୟମରେ ଏଠି ଗୀତା ଯଜ୍ଞ ଆରମ୍ଭ ହୋଇଯାଇଛି। କ'ଣ କହିବେ ଯଜ୍ଞର ମହିମା ବିଷୟରେ? ଯଜ୍ଞ ମହିମା ଆମର ବିଶ୍ୱର ଶାନ୍ତି ଏବଂ ବିଶ୍ୱର କଲ୍ୟାଣ ନିମନ୍ତେ ଏଠି ଯଜ୍ଞ ଅନୁଷ୍ଠାନ କରାହେଉଛି। ଯଜ୍ଞ ଅନୁଷ୍ଠାନ ତ ଆମର ପ୍ରାୟ 55 ବର୍ଷ ହେଇଛି এই ବର୍ଷକୁ ମିଶାଇ। ଆଉ ଉଦ୍ଦେଶ୍ୟ ହେଉଛି ଆମର ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ହିଁ ଆମେ ଗୀତା ଯଜ୍ଞ ଅନୁଷ୍ଠିତ କରୁଛୁ। ଯଜ୍ଞର ମର୍ମ ହେଉଛି କି ଗୋଟେ ଜାଗାରେ ଯଜ୍ଞ ଅନୁଷ୍ଠାନ ହେଲେ ସେଠି ଆମେ ସଂସାର କେମିତି ଶାନ୍ତି ରହିବ, ସୁବୃଷ୍ଟି ହେବ, ଅନାହାର ନ ହେବ, ଅନାବୃଷ୍ଟି ନ ହେବ, ମୁଖ୍ୟ ଉଦ୍ଦେଶ୍ୟ ଏଇଆ। ତ ଆମର କୁଶପଦା ଗ୍ରାମବାସୀ ତଥା ଆମର ନିକଟରେ ଗୋଡ଼ାସାହି ଗ୍ରାମବାସୀ ଆଉ ପାର୍ଶ୍ୱବର୍ତ୍ତୀ ଯେତେ ଗ୍ରାମଗୁଡ଼ିକ ରହିଲା ସମସ୍ତଙ୍କର ଉଦ୍ୟମରେ 55 ବର୍ଷ ଧରି ଆମର ଏଇ ଯଜ୍ଞ ଅନୁଷ୍ଠାନ ଆଗେଇ ଚାଲିଛି। ଯାଜପୁରରୁ ନରହରି ବିହାରୀଙ୍କ ରିପୋର୍ଟ।